ଯେମିତି କି ଆପଣ ମାନେ ଜାଣିଛନ୍ତି ଏବେ ମୋର ଦେହ ମନ କିଛି ବି ଭଲ ନାହିଁ। ଏଇ ଭିତରେ ମତେ ଗୋଟେ ଚକୋଲେଟ କେକ୍ ର ଅର୍ଡର ଆସି ପହଞ୍ଚି ଯାଇଥିଲା। ତାପରେ ଭାବିଲି କେକ୍ ବନେଇଲେ ମୋ ମାଇଣ୍ଡ ଟିକେ ଡାଇଭର୍ଟ ହେଇଯିବ। ସବୁଠାରୁ ବଡ କଥା ହେଲା ଯେ ମତେ କେକ୍ ଟି ଅର୍ଡର ଦେଇଥିଲେ ସେ ତାଙ୍କର ବାପାଙ୍କର ଜନ୍ମଦିନ ପାଇଁ କେକ୍ ଟି ଅର୍ଡର କରିଥିଲେ। ସେଥିପାଇଁ ମୁଁ ଅର୍ଡର ଟି ଆଦୌ କ୍ୟାନସଲ କରିପାରିଲି ନାହିଁ। ଚକୋଲେଟ ଡାର୍କ କମ୍ପାଉଣ୍ଡ ସହିତ ଚକୋଲେଟ ଟ୍ରଫଲେଟ୍ କୁ ଆଡ କରି ମୁଁ ଏମିତି ଗୋଟେ ବେଟର ବନେଇ ଦେଇଥିଲି। ଆପଣ ମାନେ ଯଦି ହୋମ ବେକର ହେଇଥାନ୍ତି ଏମିତି ଥରେ ନିଶ୍ଚୟ ଟ୍ରାଏ କରିବେ। ବେଳେ ବେଳେ ଆମକୁ କେକ୍ ର ଅର୍ଡର ଆସେ ଆମେ ବନେଇ ସାରିବାର 5-6 ଘଣ୍ଟା ପର୍ଯ୍ୟନ୍ତ ବି କଷ୍ଟମର ମାନେ ଆସିନଥାନ୍ତି। କିନ୍ତୁ ସେଇ ଜାଗାରେ ଯଦି ଆମ ମାନଙ୍କର ଟିକେ ଲେଟ୍ ହେଇଯାଏ ତାହେଲେ କଥା ସରିଗଲା। ଯେହେତୁ ମୋ ଦେହ ଭଲ ନଥିଲା ମୁଁ ଏଇ କେକ୍ ଟି ଟାଇମ ରେ କମ୍ପ୍ଲିଟ କରିପାରିନଥିଲି। ଆଉ ମତେ କଷ୍ଟମରଙ୍କର 200 ଫୋନ କଲ୍ ଆଟେଣ୍ଡ କରିବାକୁ ପଡିଥିଲା। କେକ୍ ଟି କମ୍ପ୍ଲିଟ କରିସାରିଲା ପରେ ଆମ ଘର ଠାରୁ 5-6 କିଲୋମିଟର ଦୂରରେ ଥିବା କଷ୍ଟମରଙ୍କ ଘରେ ମତେ ନିଜେ ନେଇ ଡେଲିଭରି କରିବାକୁ ପଡିଥିଲା। ଏଇ ସବୁ ଭିତରେ ମତେ ଟିକେ କଷ୍ଟ ହେଇଥିଲା। କିନ୍ତୁ ଯେତେବେଳେ କଷ୍ଟମରଙ୍କର ମେସେଜ ପଢିଲି କେକ୍ ର ଟେଷ୍ଟ ବହୁତ ଭଲ ଥିଲା ମତେ ବହୁତ ଖୁସି ଲାଗିଥିଲା।